ଅମାନିଆ ଛୁଆ ଅଗନା ଅଗଣି ବନସ୍ଥ। ସେଇଠି ଥାନ୍ତି ଅନେକ ଜୀବଜନ୍ତୁ। ସେମାନଙ୍କ ଭିତରେ ହରିଣଟିଏ ତାର ଏକମାତ୍ର ଛୁଆକୁ ନେଇ ରହୁଥାଏ। ଦିନକର କଥା, ହରିଣର ଛୁଆ ତା ମା ପାଖରେ ଅଳି କଲା ବାହାରକୁ ଯାଇ ଟିକେ ବୁଲି ଆସିବ ବୋଲି। ହେଲେ ମା ତାକୁ ବାରଣ କରି କହିଲା, ଜଙ୍ଗଲଟା ସାରା ହିଂସ୍ର ଜନ୍ତୁରେ ଭରପୁର। ତୋତେ ସେମାନେ ଖାଇଦେବାକୁ ମୁହୂର୍ତ୍ତେ ବି ଲାଗିବ ନାହିଁ। ତେଣୁ ତୁ ଯାଆନା। ହେଲେ ଅମାନିଆ ଛୁଆ ମା କଥା ଜମା ଶୁଣିଲାନି। କହିଲା ସେ ବାହାରକୁ ଯାଇ ତାର ନୂଆ ସାଥୀମାନଙ୍କୁ ଭେଟିବ। ଆଉ କେତେ ନୂଆ ନୂଆ କଥା ବି ଜାଣିବ। ଯେତେବେଳେ ହରିଣଟି ଖାଦ୍ୟ ସଂଗ୍ରହ ପାଇଁ ବାହାରିଲା, ପୁଣି ଥରେ ତାର ଛୁଆକୁ କହିଲା, ଧନରୀ, ତୁ ଏଇ ଘାସ ପଡ଼ିଆରେ ତୋର ଜାତି ଭାଇ ସାଙ୍ଗଙ୍କ ସହିତ ଖେଳୁଥା। ସୁନା ପିଲାମାନେ କ'ଣ ଦୁଷ୍ଟ ହୁଅନ୍ତି? ତୁ କୁଆଡ଼େ ଯିବୁନି। ମୁଁ ତୋ ପାଇଁ ଭଲ ଖାଇବା ଜିନିଷ ନେଇ ଆସିବି। ପାଖରେ ମା ନାହିଁ। ଏବେ ହରିଣ ଛୁଆକୁ ମଉକା ମିଳିଗଲା। ସେ ଏକା ଏକା ଚାଲିଲା ଜଙ୍ଗଲ ଭିତରକୁ। ଛୋଟ ଛୁଆ ତ ବଡ଼ ଜଙ୍ଗଲ କେବେ ଦେଖିନଥିଲା। ସେ ଜଙ୍ଗଲର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରି ଚାଲୁଥିଲା ବେଳେ ଏକ ଖଣି ଭିତରେ ପଡ଼ିଗଲା। ଯେତେ ଚେଷ୍ଟା କଲେ ମଧ୍ୟ ଉପରକୁ ଉଠିପାରିଲା ନାହିଁ। ମା ମା ଡାକି ତାର ତଣ୍ଟି ଶୁଖି ଯାଉଥିଲେ ମଧ୍ୟ ତାର ଡାକ କେହି ଶୁଣିଲେ ନାହିଁ। କାନ୍ଦି କାନ୍ଦି ତା ଆଖିରୁ ଲୁହ ବି ଶୁଖିଗଲା। ବଡ଼ ଅସହାୟ ଅବସ୍ଥାରେ ସେଇଠି ପଡ଼ି ରହିଲା। ଆଖପାଖରେ କିଏ ଅଛି ଯେ ତାକୁ ଉଦ୍ଧାର କରିବ? ତେଣେ ତାର ମା ଛୁଆ ପାଇଁ ଭଲ ଭଲ ଖାଦ୍ୟ ନେଇ ଘରକୁ ଫେରିଲା। ଘରେ ଛୁଆକୁ ନ ଦେଖି ଖାଦ୍ୟଦ୍ରବ୍ୟକୁ ଫିଙ୍ଗି ଦେଇ ଦୌଡ଼ିଲା ଛୁଆକୁ ଖୋଜିବା ପାଇଁ। ହେଲେ ତାକୁ ପାଇବ କେଉଁଠୁ? ଆଉ ସନ୍ଧାନ ଦେବ କିଏ? ରାତି ଆସି ହେଲାଣି, ଛୁଆ ଘରକୁ ଫେରିନି। କି ମା ବାୟାଣୀ ଭଳି ବୁଲୁଛି ସିନା ପାଉନି। ମନେ ମନେ ଭାବିଲା, କୌଣସି ହିଂସ୍ର ଜନ୍ତୁ ପେଟରେ ବୋଧେ ଆହାର ହୋଇଯିବଣି। ଠିକ୍ ଏତିକିବେଳେ ହରିଣ ଛୁଆ ପଡ଼ିଥିବା ଗାତ ବାଟେ ହାତୀଟିଏ ଯାଉଥିଲା। ଛୁଆର କାନ୍ଦଣା ଶୁଣି ହାତୀର ଦୟା ହେଲା। ସତେ ଯେମିତି ଅରକ୍ଷିତକୁ ଦଇବ ସାହା। ସେ ତତ୍କ୍ଷଣାତ୍ ହରିଣ ଛୁଆକୁ ତାର ଶୁଣ୍ଢରେ ଗାତ ଭିତରୁ ଉଠାଇ ଆଣିଲା। ହରିଣ ଛୁଆଠୁ ତାର ଘରର ଠିକଣା ପଚାରି ତାର ଘରେ ନେଇ ଛାଡ଼ି ଆସିଲା ହାତୀ। ହରିଣକୁ ହାତୀ ସବୁ କଥା କହିଦେଲା। ତହୁଁ ହରିଣ ହାତୀକୁ ଅଶେଷ ଧନ୍ୟବାଦ ଦେଲା ଓ କୃତଜ୍ଞତା ଜଣାଇଲା। ଏବେ ତାର ଛୁଆକୁ କହିଲା, ଚଗଲା, ଦେଖିଲୁ ତ ଗୁରୁଜନଙ୍କ କଥା ନ ମାନିବାରୁ କେତେ ଦୁଃଖ ପାଇଲୁ। ତୁ ଆଉ କେବେ ଦୁଷ୍ଟ ହେବୁନି। ସେହିଦିନଠାରୁ ହରିଣ ଛୁଆ ଗୁରୁଜନଙ୍କ କଥା ମାନି ଚଳିଲା। ଯଦି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।